ରାତିରେ ଯଦି ଆପଣ ଏକୁଟିଆ ଗାଁ ରାସ୍ତାରେ ଯାଉଛନ୍ତି ଆଉ ହଠାତ୍ ଆପଣଙ୍କ ପଛରୁ କାହାର ପାଦ ଶବ୍ଦ ଶୁଣାଯାଏ, ପଛକୁ ବୁଲି ଦେଖିବେ କିନ୍ତୁ ସେଠାରେ କେହି ନଥାଏ ଆଉ ସେହି ପାଦ ଶବ୍ଦ ଆପଣଙ୍କ ସହିତ ଘର ପର୍ଯ୍ୟନ୍ତ ଆସେ, ତାହେଲେ ଆପଣ କ'ଣ କରିବେ? ଏହିଠାରୁ ଆରମ୍ଭ ହୁଏ ଓଡ଼ିଆ ହରହର ଫିଲ୍ମ ବୋଉ ବୁଟୁ ଭୂତର ରହସ୍ୟମୟ ଦୁନିଆ। କାହାଣୀରେ ବୁଟୁ ଜଣେ ସାଧାରଣ ଯୁବକ। ମା ସହିତ ଗାଁରେ ରହୁଥିବା ବୁଟୁ ନିଜ ଜୀବନକୁ ନେଇ ସାଧାରଣ ସ୍ୱପ୍ନ ଦେଖୁଥାଏ। କିନ୍ତୁ ଗୋଟିଏ ଘଟଣା ପଛରେ ସବୁକିଛି ବଦଳିଯାଏ। ଜଣେ ମୃତ ଗ୍ରାମବାସୀ ଅମରୀ ଆତ୍ମା ବୁଟୁ ସହିତ ଯୋଡ଼ାଯାଏ। ଏବେ ସମସ୍ୟା କେବଳ ଏତିକି ନୁହଁ ଯେ ବୁଟୁର ଭୂତ ଦେଖାଯାଉଛି। ସମସ୍ୟା ହେଉଛି ବୁଟୁ ନିଜେ ଧୀରେ ଧୀରେ ବଦଳିବାକୁ ଯାଉଛି। ତାର ଆଚରଣ ବଦଳୁଛି, ଘରେ ଅଜଣା ଘଟଣା ଘଟୁଛି ଆଉ ଗାଁର ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, ଅମରୀ ଫେରିଛି କି ପ୍ରତିଶୋଧ ପାଇଁ, ନା ତା ସହିତ ଘଟିଥିବା ଅନ୍ୟାୟକୁ ସତକୁ ସାମ୍ନାକୁ ଆଣିବା ପାଇଁ? ଏହି ଫିଲ୍ମରେ ଖାସ୍ କଥା ହେଉଛି ଭୟ ସହିତ ଏଥିରେ ରହିଛି ଓଡ଼ିଆ ଗାଁର ପରିବେଶ, କମେଡି ଆଉ ଇମୋସନାଲ। ସେଥିପାଇଁ ଏହା କେବଳ ଭୂତର କାହାଣୀ ନୁହେଁ, ଏହା ହେଉଛି ଜଣେ ମୃତ ମଣିଷର ଅଧୁରା କାହାଣୀ। ଆଉ ସବୁଠାରୁ ବଡ଼ ପ୍ରଶ୍ନ, ଅମରୀର ଆତ୍ମା ବୁଟୁକୁ ଛାଡ଼ିବ କି ନା ବୁଟୁ ସହ ନିଜ ଏହି ଭୟଙ୍କର ରହସ୍ୟର ଶେଷ ଶିକାର ହେବ? ଏହା ଜାଣିବା ପାଇଁ ଦେଖନ୍ତୁ ବୋଉ ବୁଟୁ ଭୂତ। ଆଉ ଏମିତି ନୂଆ ସିନେମା ଅପଡେଟ୍ ପାଇଁ ଆମ ଅଲିଉଡ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ନମସ୍କାର।